ରବି ଜଣେ ସାଧାରଣ ପରିବାରର ପିଲାଟେ। ସେ ପାଠ ପଢ଼ାରେ ବି ଆଗରେ ନଥିଲା, ଆଉ ସବୁ ଖେଳରେ ହାରି ଯାଉଥିଲା। କେତେ ଥର ସେ ଭାବିଲା ଯେ ଆଉ ସେ କେବେ ସଫଳ ହେବନି। ଗୋଟେ ଦିନ ତାଙ୍କ ଶିକ୍ଷକ କହିଲେ, ସବୁଦିନ 1% ଭଲ ବନିବା ପାଇଁ ଚେଷ୍ଟା କର। ସେଇଦିନଠୁ ରବି ସବୁଦିନ ସକାଳ ଟିକେ ଟିକେ ସୁଧାରିବା ପାଇଁ ଆରମ୍ଭ କଲା। ସେଦିନଠୁ 20 ମିନିଟରୁ ଅଧିକ ପାଠ ପଢ଼େ, ଆଉ ତା ନିଜ ଭୁଲକୁ ଲେଖେ। ସେ ସବୁଦିନ ନୂଆ କିଛି ଶିଖେ। ଧୀରେ ଧୀରେ ତା ପରିଶ୍ରମର ଫଳ ଆସୁଥାଏ। କିଛି ମାସ ପରେ ସେ ତାଙ୍କ ବିଦ୍ୟାଳୟରେ ସେ ସବୁଠୁ ଭଲ ଛାତ୍ରରେ ସାମିଲ ହେଇଗଲା। ଆଗକୁ ଯାଇକି ସେ ତାର ପରିଶ୍ରମ ଆଉ ଅନୁଶାସନ ଦ୍ୱାରା ସେ ନିଜ ଦମରେ ଗୋଟେ ବଡ଼ କମ୍ପାନୀରେ ଚାକିରି ପାଇଲା। ଯେଉଁ ବ୍ୟକ୍ତି ସବୁଦିନ 1% ଭଲ ବନିବା ପାଇଁ ଚେଷ୍ଟା କରେ, ସେଇ ବ୍ୟକ୍ତି ହିଁ ସମସ୍ତଙ୍କଠୁ ଗୋଟିଏ ଦିନ ଆଗକୁ ପଳାଏ। ଯଦି ଆମ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଆମ ଭିଡ଼ିଓକୁ ଲାଇକ୍ ସେୟାର କରିବା ସହିତ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଫେସବୁକରେ ଦେଖୁଥିଲେ ଆମ ଫେସବୁକ୍ ପେଜକୁ ଫଲୋ କରନ୍ତୁ।